ଜାଲରେ ପଡ଼ିଲେ ଲକ୍ଷେ ଟଙ୍କିଆ ମାଛର ଦାମ ଲକ୍ଷେ ଟଙ୍କା। ଆଜ୍ଞା ହଁ, ଏହା ଆପଣଙ୍କୁ ଶୁଣି ଭାରି ଆଶ୍ଚର୍ଯ୍ୟ ଲାଗୁଥିବ। ପ୍ରକୃତରେ ଏହି ମାଛର ନିଲାମ ହୋଇଛି ଆଉ ନିଲାମ ଶେଷରେ ଲକ୍ଷେ ଟଙ୍କାରେ ମାଛକୁ ବିକ୍ରି କରାଯାଇଛି। ମାଛର ଏପରି ନିଲାମୀ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଧାମରା ମୁହାଣ ଚାନ୍ଦିନପାଳଠାରେ। ଏପରି ବିରଳ ମାଛଟିର ନାମ ହେଉଛି ସୋଲପାଟିଆ। ଏହାକୁ ଦେଖିବାକୁ ଧାମରା ମୁହାଣରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ମତ୍ସ୍ୟଜୀବୀମାନେ ଗତ ସୋମବାର ଧାମରାର ଗଭୀର ସମୁଦ୍ରକୁ ଯାଇଥିବା ବେଳେ ଏହି ବିରଳ ପ୍ରଜାତିର ମାଛ ସେମାନଙ୍କ ଜାଲରେ ପଡ଼ିଥିଲା। ଏକକାଳୀନ ପ୍ରାୟ 7ଟି ସୋଲପାଟିଆ ମାଛ ଜାଲରେ ପଡ଼ିଥିବା ବେଳେ ଏହାର କିଲୋ ପିଛା ଦାମ ରହିଛି 8,700 ଟଙ୍କା। ଏହି ମାଛର ଔଷଧୀୟ ଗୁଣ ଥିବା ବେଳେ ଏହାକୁ ନିଲାମ ଧରିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଶେଷରେ କୋଲକାତାର ଜଣେ ବ୍ୟବସାୟୀ ଏହି ବିରଳ ପ୍ରଜାତି ମାଛର ନିଲାମ ଧରିଥିଲେ। ସେ ସମୁଦାୟ 1,08,400 ଟଙ୍କାରେ ଏହି 7ଟି ମାଛକୁ କିଣିଥିଲେ। ଏହାପରେ ସେ ମାଛକୁ ଚେନ୍ନାଇର ଏକ ମେଡିସିନ କମ୍ପାନୀକୁ ବିକ୍ରି କରିଥିବା ଜଣାଯାଇଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ 95 ଓଡ଼ିଆ।